ଫିକ୍ସିଂ କରି ମ୍ୟାଚ୍ ଜିତୁଛି ମୁମ୍ବାଇ ଏଭଳି କଥା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତ ଆପଣମାନେ ଜାଣିଥିବେ 2025 ଆଇପିଏଲ୍ରେ ଶେଷରେ ଥିଲେ ମୁମ୍ବାଇ ଇଣ୍ଡିଆନ୍ସ। ତ ପଏଣ୍ଟ ଟେବୁଲର ଶେଷ ରହିଥିଲା ବେଳେ କିଛି ଏମିତି ଘଟଣା ଘଟିଥିଲା ମୁମ୍ବାଇଙ୍କ ସହିତ। ମୁମ୍ବାଇ ପ୍ଲେ ଅଫ୍କୁ ବି ମଧ୍ୟ କ୍ୱାଲିଫାଏ କରିଯାଇଥିଲେ। ଲଗାତାର ଭାବରେ 7ଟି ମ୍ୟାଚ୍ ଜିତି ଆଇପିଏଲ୍ର ପ୍ଲେ ଅଫ୍କୁ କ୍ୱାଲିଫାଏ କରିଥିଲା ମୁମ୍ବାଇ। ତ ଏହି ମ୍ୟାଚ୍ ଗୁଡ଼ିକରେ କିଛି ଏମିତି ଘଟଣା ଦେଖିବାକୁ ମିଳିଥିଲା ଯେଉଁଠି ନଜର ଆସିଥିଲା କି ମୁମ୍ବାଇ ସିଧା ସିଧା ମ୍ୟାଚ୍ ଫିକ୍ସିଂ କରିଛି। ତ ଅମ୍ପାୟାରଠୁ ନେଇ ଗ୍ରାଉଣ୍ଡ ଷ୍ଟାଫ୍ ଥାର୍ଡ଼ ଅମ୍ପାୟାର ପର୍ଯ୍ୟନ୍ତ ବି ମଧ୍ୟ କିଛି ଭୁଲ ଡିସିସନ୍ ଦେଇଥିବା କଥା ଗତ ଦିନମାନଙ୍କରେ ଦେଖିବାକୁ ମିଳିଛି। ମୁମ୍ବାଇର ମ୍ୟାଚ୍ରେ ଏମିତି ପକ୍ଷପାତୀ ନିର୍ଣ୍ଣୟ ଗୁଡ଼ିକ କାରଣରୁ ମୁମ୍ବାଇ ମ୍ୟାଚ୍ ଜିତିଛି ବୋଲି ସୋସିଆଲ ମିଡ଼ିଆରେ ବେଶ୍ ଅଧିକ ଭାଇରାଲ ହେବାରେ ଲାଗିଛି। ତାହେଲେ ଏଲିମିନେଟର ମ୍ୟାଚ୍ରେ ବି ମଧ୍ୟ ରୋହିତ ଶର୍ମାଙ୍କ ଯୋଡ଼େ 3ଟି କ୍ୟାଚ୍ ଛାଡ଼ିବା ଦ୍ୱାରା ରୋହିତ ଶର୍ମା ବଡ଼ ସ୍କୋର କରିଥିଲେ ଆଉ ଯାହାଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଜିତି ଯାଇଥିଲା। ତ ଗୁଜରାଟ ଟାଇଟନ୍ସ ଗୋଟେ ସମୟରେ ମ୍ୟାଚ୍ ଜିତିବାର ବହୁତ ପାଖେ ଥିଲା, ହେଲେ ଏମିତି କିଛି ଘଟଣା ଘଟି ଯାଇଥିଲା ଯାହାଦ୍ୱାରା କି ଗୁଜରାଟ ମ୍ୟାଚ୍ଟି ହାରି ଯାଇଥିଲା। ତ ଏସବୁ ଘଟଣା ଗୁଡ଼ିକୁ ଦେଖି ଲାଗୁଛି କି ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଫିକ୍ସିଂ କରୁଛି, ଯେଉଁ କାରଣରୁ ମୁମ୍ବାଇ ତାର ସବୁଯାକ ମ୍ୟାଚ୍ ଗୁଡ଼ିକ ଜିତିବାରେ ଲାଗିଛି। ତ ସେଇଭଳି ଏବେ ମୁମ୍ବାଇ ସେକେଣ୍ଡ କ୍ୱାଲିଫାୟର ମ୍ୟାଚ୍ରେ ପଞ୍ଜାବ ସହିତ ଖେଳିବ। ପଞ୍ଜାବ କିଙ୍ଗସ୍ ସହିତ ଯଦି ମ୍ୟାଚ୍ଟି ଜିତେ ତାହେଲେ ମୁମ୍ବାଇ ଫାଇନାଲରେ ପ୍ରବେଶ କରିବ। ତାହେଲେ ଏହି ମ୍ୟାଚ୍ ପୂର୍ବରୁ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଅଧିକ ନ୍ୟୁଜ୍ଟି ଭାଇରାଲ ହେବାରେ ଲାଗିଛି କି ମୁମ୍ବାଇ ତାର ପ୍ରତ୍ୟେକ ମ୍ୟାଚ୍ ଗୁଡ଼ିକ ଫିକ୍ସିଂ କରି ଜିତି ଯାଉଛି। ତାହେଲେ ଆପଣମାନଙ୍କୁ କ'ଣ ଲାଗୁଛି, ମୁମ୍ବାଇ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଥିବା ମ୍ୟାଚ୍ଟିରେ କେଉଁ ଟିମ୍ ଜିତିବ? ଆପଣମାନଙ୍କୁ କ'ଣ ଲାଗୁଛି କମେଣ୍ଟ କରନ୍ତୁ। ଆଉ ଏ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ବା ଟ୍ରଫି ଜିତିପାରିବ ନା ନାହିଁ ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଭଳି କ୍ରିକେଟ୍ ସମ୍ବନ୍ଧୀୟ ଟେକ୍ନିକ୍ ଖବର ବିଷୟରେ ଅଧିକ ଜାଣିବାକୁ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ।